ଆମର ଭୋଟର ମାନେ ତାଙ୍କୁ ଜୁହାର, ନିମାପଡା ଭୋଟର ମାନଙ୍କୁ, ଗୋପ ଭୋଟର ମାନଙ୍କୁ ଜୟ ଜଗନ୍ନାଥ। ଆଖି ଖୋଲିବେ, ଆଖି ଖୋଲି ଭୋଟ ଦେବେ ଏଥର। କାଇଁ ଆମେ ଆରମ୍ଭ କରିବା ନିମାପଡାରେ ଯୋଉ କନଫ୍ୟୁଜନ ଟା ଚାଲିଛି ଲୋକଙ୍କ ମନରେ, କଣ ଅବସ୍ଥା ନିମାପଡା ଭୋଟରଙ୍କର। କାଲି ଜଣେ ବିଜେପି ଲୋକ ଆଜି ତାଙ୍କୁ କହୁଛି ବିଜେଡିରେ ଭୋଟ ଦବ। କାଲି ଜଣେ ବିଜେଡି ଲୋକ, ଆଜି ଜଣେ ବିଜେଡି ଲୋକ ସିଏ କହୁଛି ବିଜେପିରେ ଭୋଟ ଦବ। କଣ ଆଙ୍କର ପ୍ରାର୍ଥୀ ଦେଖି ଭୋଟ ଦବା କଥା। ପ୍ରାର୍ଥୀ ଦେଖନ୍ତୁ ଜଣେ ସପ୍ତମ କ୍ଲାସ ପାସ୍ କରିଛନ୍ତି କି ଦଶମ କ୍ଲାସ ପାସ୍ କରିଛନ୍ତି ଭଗବାନଙ୍କୁ ଜଣା। ସେ ସାରଥୀ ବାବାଙ୍କ ପାଖରେ କଣ କରୁଥିଲେ, ଆଉ ତାଙ୍କ ନାଁରେ ଏତେ କ୍ରିମିନାଲ କେସ୍, ନାରୀ ମାନେ ବି କରିଛନ୍ତି ତାଙ୍କ ନାଁରେ କ୍ରିମିନାଲ କେସ୍। ତାଙ୍କ ଆଫିଡେଭିଟ ଟା ଦେଖନ୍ତୁ, ପୁରା ଫର୍ଦ୍ଦ ଫୁଲ ହେଇଯାଇଛି। ଏଇଆ ପ୍ରାର୍ଥୀ ପାଣ୍ଡିଆନ ଚୁଜ କରିକି ଦଉଥିଲ, ତାଙ୍କ ପାଇଁ ଫେରେ ଆସି ମିଟିଂ କରୁଛନ୍ତି ଏଠି। 5T ତମକୁ ଟ୍ରାନ୍ସପେରେନ୍ସି ରେ କଣ ଆଫିଡେଭିଟ ପଢିନଥିଲ ନା ତାଙ୍କ ବିଷୟରେ ଜାଣିନଥିଲ? କାହିଁ ଏତେ କେସ୍ ଅଛି, କୋଉ ସେକ୍ସନ ଲାଗିନି ଯଦି ନାହିଁ ତାଙ୍କ ଏଗେନ୍ଷ୍ଟରେ। 114, 143, 147, 149, 294, ମାନେ ଲିଷ୍ଟ ସରୁନି ଆକ୍ଚୁଆଲି କେତେ ଦଫା ଲାଗିଛି। ଏଇଭଳିଆ ପ୍ରାର୍ଥୀ ବିଜେଡି ଦେଇଛି। ଛାଡ, ସମୀର ଦାସଙ୍କ ଏଗେନ୍ଷ୍ଟରେ ବହୁତ କେସ୍ ଥିଲା, ତାଙ୍କୁ କାଟିଲେ। ଜଣେ ତାଙ୍କୁ ମିଳିଲାନି କ୍ୟାଣ୍ଡିଡେଟ, ବିଜେଡିରେ ବୋଧେ ୱାର୍କର ନାହାନ୍ତି, ଭଲ ଲୋକ ନାହାନ୍ତି। ସେ ଗୋଟେ ଏତେ ରେକର୍ଡ, ଖରାପ ରେକର୍ଡ ଥିବା ଲୋକକୁ ବିଜେପିରୁ ଆଣିକିରି ଟିକେଟ ଦେଇଛି। କଣ ଓଡିଶା ଲୋକ, ନିମାପଡା ଲୋକ ବୁଝିପାରୁନାହାନ୍ତି? ତାପରେ ଯିବା ବିଜେପି। ରାବଣ କହି କହି ଜୀବନ ଚାଲିଗଲା ନା, ଏବେ କଣ କହୁଛନ୍ତି, ଏଇଟା ମୋର ଲାଷ୍ଟ ଥର, ମତେ ଦୟା କରିବ। କଣ ଲାଷ୍ଟ ଥର ତମେ ରାବଣ ପାଖରେ ଯାଇ ଶରଣ ନେଇଗଲେ ତମକୁ ଦୟା ଦେଇଦେବେ ନିମାପଡା ଲୋକ? ଯାହା ରାବଣ ପୋଡି କରି ଯାହାକୁ ଜଳଉଥିଲେ ତା ବେକରେ ଯାଇ ମାଳ ପିନ୍ଧେଇଲେଣି। କଣ ଆଉ ଯୋଉ ଚିର ହରଣ ହଉଥିଲା ସେ ସବୁ ଭୁଲିଗଲ? ଏଇ ଯୋଉ ନିମାପଡା ମା ମାନଙ୍କର ଯାହା ଅବସ୍ଥା କରୁଥିଲେ ଆଗରୁ ଲୋକ, ବିଜେଡି ଲୋକ, ସେ ସବୁ ଭୁଲିଗଲ? ସବୁ ଯାକ ବିଜେଡି ଲୋକଙ୍କୁ କୁଣ୍ଡେଇ ପକେଇଲ ଯାଇକି। ଏଇ ହେଲା ଆମର ସେକେଣ୍ଡ ପ୍ରାର୍ଥୀ, ତାଙ୍କର ବି କିଛି କମ କ୍ରିମିନାଲ କେସ୍ ନାହିଁ। ଲେଖା ହେଇଛି ସବୁ ଆଫିଡେଭିଟରେ, 9ଟା ଉପରେ, 9ଟା 9ଟା ଲେଖା ହେଇଛି। ସେଥିରେ ବି ମୁଁ ଏଇଟା କପି ଦେଇଦେବି ଆପଣ। ହଁ, ଦିଲ୍ଲୀପ ବାବୁଙ୍କର 1, 2, 3, 4 ଆଫିଡେଭିଟ ହିସାବରେ ଆହୁରି ପେଜେସ୍ ଅଛି। ଯୋଉ ଗୋଟାଏ ପେଜରେ କେସ୍ ଅଛି। ଗୋଟେ ସ୍ତ୍ରୀ ଲୋକଟେ କହିଛି 12 କୋଟି ଟଙ୍କାର। ହଁ ହଁ ଅଛି, ଦେଖଉଛନ୍ତି, ଏଇଠି ଦେଖୁନ ପ୍ରଭାତୀ ମ୍ୟାଡାମ କଣ କହୁଛନ୍ତି। ଆରେ ନିମାପଡା ଲୋକ ଜାଣିବା ଦରକାର। ପାଣ୍ଡିଆନ ବାବୁ କହିବାକୁ ବହୁତ କଥା କହୁଛନ୍ତି। ସିଏ ଯାହା ଅବସ୍ଥା କରିଛନ୍ତି ଆମ ଦେଶର, ଯୋଉ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି, ତାକୁ କିଏ ଭରିବ? କାହିଁ ଜଗନ୍ନାଥ ଆମର ଯାଇକି ଭିକ ମାଗିଲେ? ମୁଁ ଫେରି ଆସୁଛି, ଆମକୁ ଯୋଉ କହୁଛନ୍ତି ଆମେ ଜଟଣୀରୁ ଆସିଛୁ, ମୁଁ ଜଟଣୀରୁ ଆସିନି, ମୁଁ ସିଧା ଆମେରିକାରୁ ଆସିଛି, ନିମାପଡାରେ ରୁହେ। ଏଇ ଯୋଉ ନେତା ଅଛନ୍ତି କିଏ ନିମାପଡାରେ ରହୁଛନ୍ତି ଆସିକି ଦେଖେଇଲେ ତ, ମୋର ତ ରେସିଡେଣ୍ଟ ଏଇଠି ଅଛି। ନମ୍ବର 1, ମୁଁ ନିମାପଡା ଜାଣିନି, ତାହେଲେ ମୁଁ 250 ଗାଁ ଖାଲି ସାଇକେଲରେ ଭିଜିଟ କରିଛି। ସବୁଦିନ ଭିଡିଓ ଅପଲୋଡ କରେ, କୋଉ ଗାଁରେ କି ଅବସ୍ଥା। ଏମାନେ ଯାଇକି ବୁଲୁନାହାନ୍ତି ତ। ମିନିମମ୍ 20,000 ଘରକୁ ମୁଁ ପର୍ସନାଲି ଯାଇଛି ତାଙ୍କ କଥା ବୁଝିବା ପାଇଁ। ମୁଁ ବାହାରୁ ଆସିଛି ନା, ଏମାନେ ବାହାରୁ ଆସିଛନ୍ତି ନା, ଯାଇ ଏୟାର କଣ୍ଡିସନରେ ଭୁବନେଶ୍ୱରରେ ରହୁଛନ୍ତି। ଏଇ ଜିନିଷଟା ମୁଁ ଲୋକଙ୍କୁ କହିଦେବାକୁ ଚାହେଁ ଯେ ସିଦ୍ଧାର୍ଥ ରାଉତରାୟଠୁ ଅଧିକା ଲୋକାଲ କେହି ନୁହଁ। ଆମକୁ ଯୋଉ ଆରୋପ କରୁଛନ୍ତି ଯେ ବାହାରୁ ଆସି, ହଁ ମୁଁ ବାହାରୁ ଆସିଛି,
ଯେତେ ନେତା ଅଛନ୍ତି ତାଙ୍କ ରେକର୍ଡ ଖରାପ, ତାହେଲେ ଜଣେ ଭଲ ଲୋକ ଆସିଲେ କାଇଁ ଆମର କ୍ରିମିନାଲ ରେକର୍ଡ କାଇଁ ନିଲ୍ ଦେଖଉଛି, ତାକୁ ଲୋକ ପସନ୍ଦ କରିବେ। ଦୁଇ, ନିମାପଡାରେ ଡେଭଲପମେଣ୍ଟ ହେଇନାହିଁ, ଚାଷୀଙ୍କର ଲୋନ ବଢି ଯାଇଛି, ଚାଷୀଙ୍କର ଇନକମ କମି ଯାଇଛି, ପାଣି ମିଳୁନି ଚାଷୀଙ୍କୁ, କେନାଲ ଅଧା ଖରାପ ହେଇକି ପଡୁଛି, ପାଣି ଯାଉନି ଉପର ମୁଣ୍ଡକୁ ତଳ ମୁଣ୍ଡକୁ, ଆରେ ତଳ ମୁଣ୍ଡକୁ ବି ପାଣି ଯାଉନି, ସେ ଏମିତି ଇଞ୍ଜିନିୟରିଂ ହେଇକିରି ଖରାପ ହେଇସାରିଲାଣି କେନାଲ ଗୁଡାକ। ସେଇ ଯୋଉ କଂଗ୍ରେସ ଗଭର୍ଣ୍ଣମେଣ୍ଟ କରିଥିଲା ସେଇଆ। ସ୍କୁଲର ଷ୍ଟାଣ୍ଡାର୍ଡ ଏତେ ଖରାପ, ନିମାପଡା ପିଲା ଚାକିରି ପାଉନାହାନ୍ତି। ନିମାପଡାରୁ ସବୁ ଗାଁରୁ 10ଟା 20ଟା ଲେଖେ ପିଲା ଯାଇ ଦାଦନ ଖଟୁଛନ୍ତି, କାହିଁ ଚାଷରେ ଲସ୍ ହଉଛି, ବାପାଙ୍କୁ ଛାଡି ଦେଇଛନ୍ତି ଚାଷ କରିବାକୁ, ପିଲା ଯାଉଛି ଦାଦନ ଖଟି, ସିଏ କେମିତି ରିଟର୍ନ ଆସିବେ? ସିଏ ଯଦି ସୂତା କଳରେ କାମ କରୁଛି ଗୁଜରାତରେ, ତାହେଲେ ସିଏ ରିଟର୍ନ ନିମାପଡା ଆସିକି ଏଠି କାହିଁ ସୂତା କଳ ଖୋଲିବ? ଯୋଉ ପୁରୁଣା କର୍ମୀ ରହିଯାଇଛନ୍ତି ସିଏ କଣ କରିବେ ତାଙ୍କୁ ଜଣା ନାହିଁ। ତ ଏଠି ଆଉ 3 ପ୍ରାର୍ଥୀ ନାହାନ୍ତି। ବ୍ରିଲିଏଣ୍ଟରେ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ ପଳାକେଶର ମୂଳମନ୍ତ୍ର।